ଯେତେ କାମ କଲେ ବି ଜୀବନରେ କାମ କେବେ ବି ସରିବନି। ଆଉ ଟିକେ ଢଗକୁ ମୁଁ ଯଦି ମୋଡିଫାଏ କରିଦେବି, ମୋର ଜନ୍ମ ହଉଛି ଗ୍ୟାସ୍ ପାଖକୁ। ଚାଲନ୍ତୁ ଦେଖିବା ଆଜି କଣ ସବୁ ଖାଇବା ବନେଇଛି। ତ ଆଜି ଲଞ୍ଚରେ ଖାଇବା ପାଇଁ ମୁଁ ଏଥିରେ ଡାଲମାଟା ବନେଇଥିଲି। ଆଉ ଡାଲମାଟା ଦେଖନ୍ତୁ ପୁରା ଡାଲି ଆଉ ପରିବା ସବୁ ଗୋଟା ଗୋଟା ଅଛି। ସାଙ୍ଗରେ ଖାଇବା ପାଇଁ ବନେଇଥିଲି ଛୁଇଁ ଆଳୁ ଭଜା। ଆଉ ଆଜି ବହୁତ ଭଲ ଭାବରେ ଟାଇମ୍ ସଫିସିଏଣ୍ଟ ଥିବାରୁ ବହୁତ ଭଲ ଭାବରେ ଛୁଇଁଟାକୁ ଭାଜିଛି। ତା ସାଙ୍ଗରେ ଏଠି ମୁଁ ବନେଇଥିଲି ଟମାଟୋ ଖଟା ଆଉ ତା ସାଙ୍ଗରେ ସାଲାଡ। ତାପରେ ଆମେ ବାହାରେ ଯାଇଥିଲୁ ସୁପର ମାର୍କେଟରୁ କିଛି କପଡ଼ା କିଣିବା ପାଇଁ। ଆଉ ଏଇ ଡ୍ରେସଟା ମତେ ବହୁତ ଭଲ ଲାଗୁଥିଲା, କିନ୍ତୁ ଏଇଟା ମତେ ଟ୍ରାନ୍ସପାରେଣ୍ଟ ଲାଗିଲା ଟିକେ ଅଧିକା। ସାଙ୍ଗରେ ଏଇଟା ଯୋଉଟା ଏଇଟା ଟିକେ ମତେ ନାଇଟର ଫିଲିଂ ଦେଲା, ବାକି ଦେଖିବାକୁ ବହୁତ ଭଲ ଲାଗୁଥିଲା। ଆଗକୁ ଗୋଟେ ସ୍ପେଶାଲ ଡେ ଆସୁଛି, ସେଥିପାଇଁ ଆମ ଦୁଇ ଜଣଙ୍କର ମ୍ୟାଚିଂ କପଡ଼ା କିଣିବାର ଥିଲା। ଗୋଟେ ମ୍ୟାଚିଂ କପଡ଼ା କିଣିବାଟା କେତେ କଷ୍ଟ ତ ଆପଣମାନେ ଜାଣିଥିବେ, ତେଣୁ ଗୋଟେ ପରେ ଗୋଟେ ଶୋରୁମ୍ ଆମେ ବୁଲିଲୁ। 2-3ଟା ବୁଲି ସାରିବା ପରେ ଗୋଟେ ଜାଗାରୁ ଫାଇନାଲ କରି କପଡ଼ା ନେଇକି ଆସିଲୁ। ସେଇଟା ମୁଁ ସ୍ପେଶାଲ ଡେରେ ପିନ୍ଧିଲା ପରେ ଆପଣଙ୍କୁ ଦେଖେଇବି। ତାପରେ ରାତିରେ ଆସି ପୁଣି ଏଠି ମୁଁ ଖାଇବା ବନେଇବାର ପ୍ରିପାରେସନ କରୁଛି। ତ ସ୍ୱାମୀ କହିଲେ ମୁଁ ପଖାଳ ଭାତ ଖାଇବି, ତେଣୁ ତାଙ୍କ ପାଇଁ ଏଠି ମୁଁ ପୋଡାପୋଡି କରୁଛି, ସାଙ୍ଗରେ ଆଳୁ ସିଝା ଅଛି। ସେଥିପାଇଁ ଆରମ୍ଭରୁ ମୁଁ କହିଲି ମୋର ଜନ୍ମ ହଉଛି ଗ୍ୟାସ୍ ମୁଣ୍ଡକୁ।